ଜୟ ଜଗନ୍ନାଥ ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ତ ବହୁତ ସାରା ପିଲାମାନେ ଯେଉଁମାନେ ବର୍ତ୍ତମାନ ପାଇଁ MBBS BDSର କାଉନସିଲିଂ କରିବା ପାଇଁ ଚାହୁଁଛନ୍ତି ବା MCC କାଉନସିଲିଂ କରିବା ପାଇଁ ଯାଉଛନ୍ତି। ତ ପିଲାମାନେ ଯେତେବେଳେ MCC କାଉନସିଲିଂ କରିବେ ବା ବହୁତ ସାରା ପିଲାମାନେ ଅଛନ୍ତି ଯେଉଁମାନେ ପ୍ରାଇଭେଟ୍ରେ ଆଡ଼ମିସନ୍ କରିବେ, ବହୁତ ସାରା ପିଲା ଅଛନ୍ତି ଯେଉଁମାନେ ଡିମ୍ଡ ୟୁନିଭର୍ସିଟିରେ ଆଡ଼ମିସନ୍ କରିବେ। ଆଣ୍ଡ ପିଲାମାନଙ୍କର ମନରେ ଡାଉଟ୍ ଅଛି। ଆଉ ବହୁତ ସାରା ପିଲା ଅଛନ୍ତି ଯେଉଁମାନେ ଏମ୍ସ ଭଲ ଭଲ ସ୍କୋର୍ ରଖିଛନ୍ତି ଆଣ୍ଡ ଏମ୍ସରେ ବି ଆଡ଼ମିସନ୍ କରିବେ। କିଏ BHUରେ ଆଡ଼ମିସନ୍ କରିବ, କିଏ ଜିପ୍ମର୍ରେ ଆଡ଼ମିସନ୍ କରିବ। ତ ପିଲାଙ୍କର କ୍ୱେଶ୍ଚିନ୍ ହେଉଛି କି ଆମେ ଯଦି ଆଡ଼ମିସନ୍ କରୁଛୁ କୌଣସି ଗୋଟେ ଷ୍ଟେଟ୍ରେ ଯାଇକି, ଛତିଶଗଡ଼ର ପ୍ରାଇଭେଟ୍ ହେଉ, ଆନ୍ଧ୍ର ପ୍ରାଇଭେଟ୍ ହେଉ, କର୍ଣ୍ଣାଟକା ପ୍ରାଇଭେଟ୍ ହେଉ, କି ଏମ୍ସର ହେଉ, କି ଅଦର ଷ୍ଟେଟ୍ର ଗଭର୍ଣ୍ଣମେଣ୍ଟର ହେଉ, ତାହେଲେ PG ବେନିଫିଟ୍ ଆମକୁ କ'ଣ ମିଳିବ, ଏଇ ରିଗାର୍ଡ଼ିଂ ଭିଡ଼ିଓଟା ରହିବ। ତ ପ୍ରଥମ କଥା, ଆପଣମାନେ ସମସ୍ତେ ଜାଣିଛନ୍ତି ଯେମିତି ଆମେମାନେ NEET UGର ଏକ୍ଜାମ୍ ଦେଉଛେ, NEET UGର 15% ସିଟ୍ ଯେମିତି ଅଲ୍ ଇଣ୍ଡିଆ କୋଟା ବା ଅଲ୍ ଇଣ୍ଡିଆ କାଉନସିଲିଂ ଥ୍ରୁରେ ହେଉଛି, ଆଉ 85% ସିଟ୍ ଯେମିତି ଆମ ଓଡ଼ିଶାର OJEE କାଉନସିଲିଂ ଦ୍ୱାରା ହେଉଛି, ବା ପ୍ରତ୍ୟେକ ଷ୍ଟେଟ୍ର 85% ସିଟ୍ ତାଙ୍କ ଷ୍ଟେଟ୍ ପିଲାମାନଙ୍କ ପାଇଁ ରିଜର୍ଭେସନ୍ ଥାଏ। 15% ସିଟ୍ ଯେମିତି ଅଲ୍ ଇଣ୍ଡିଆର ଏଭ୍ରି ଷ୍ଟେଟ୍ ପିଲାମାନଙ୍କ ପାଇଁ ରିଜର୍ଭେସନ୍ ଥାଏ। ସେଇଭଳି ସେମ୍ ପ୍ରୋସିଜିଅରରେ ଆମର PGର ବି କଥା ସେଇଆ। କ'ଣ ନା, ଆପଣମାନେ ଯଦି ଦେଖିବେ PG କଥା, ୟେସ୍, PGରେ କିନ୍ତୁ କ'ଣ ହୁଏ ନା, ଆପଣଙ୍କର 50% ସିଟ୍ ହେଉଛି ଷ୍ଟେଟ୍ ପିଲାମାନଙ୍କ ପାଇଁ ରିଜର୍ଭେସନ୍ ରୁହେ, 50% ହେଉଛି ଅଲ୍ ଇଣ୍ଡିଆ କୋଟାରେ ପିଲାମାନଙ୍କ ପାଇଁ ରିଜର୍ଭେସନ୍, 50-50 ଚାଲେ। ତ କଥା ହେଉଛି, ଫର୍ ଏକ୍ଜାମ୍ପଲ୍ ସପୋଜ୍ ଗୋଟେ ପିଲା କହିବ ମୁଁ ଏମ୍ସରେ ଆଡ଼ମିସନ୍ କଲି। ତ ଏମ୍ସରେ ଯଦି ଆଡ଼ମିସନ୍ କରୁଛି ମୋତେ PG ବେନିଫିଟ୍ କ'ଣ ମିଳିବ? ଆପଣ ଧର ଗୋଟେ ପିଲା ଏମ୍ସ ଭୁବନେଶ୍ୱରରେ ଆଡ଼ମିସନ୍ କଲା, ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଭୁବନେଶ୍ୱରରେ ଆଡ଼ମିସନ୍ କଲା। ତ ଏମ୍ସ ଭୁବନେଶ୍ୱର ଆଡ଼ମିସନ୍ କଲା ମାନେ ସେ NEET PG ଓଡ଼ିଶାର 50% ପାଇବ, ସେଇଟା ଭୁଲ। ମାନେ ସେ ଇଣ୍ଟରନାଲ୍ PG ବେନିଫିଟ୍ ପାଇବ, ଇଣ୍ଟରନାଲ୍ କୋଟା ପାଇବ। ଡାଇରେକ୍ଟ ଷ୍ଟେଟ୍ର 50% PG ସିଟ୍ ତା ପାଖକୁ ଯିବନି। ମାନେ ବୁଝିପାରୁଛନ୍ତି, ଏମ୍ସ ଭୁବନେଶ୍ୱରଟା ଅଛି କେଉଁଠି? ଏମ୍ସ ଭୁବନେଶ୍ୱରଟା ଅଛି ଆମର କେଉଁଠି? ଓଡ଼ିଶାରେ। ତ ଏମ୍ସ ଭୁବନେଶ୍ୱରରୁ ଜଣେ ପାସ୍ ଆଉଟ୍ ହେଲା ମାନେ ନୁହଁ ଯେ ଓଡ଼ିଶାର ଯେଉଁ PG ସିଟ୍ ରହିଲା, ଓଡ଼ିଶାର PG ସିଟ୍ର 50% ସିଟ୍ ତାକୁ ମିଳିଯିବ ନା। ଏମ୍ସ ଭୁବନେଶ୍ୱରର 50% ସିଟ୍ ହେଉଛି ସେ ପିଲା ପାଇଁ ବେନିଫିଟ୍ ପାଇପାରିବ। ବୁଝିପାରୁଛନ୍ତି, ଆକୁ ଇଣ୍ଟରନାଲ୍ PG ବୋଲି କୁହାଯାଏ। ମୁଁ କ'ଣ କହିଲି ବୁଝିପାରିଲେ ତ? ଇଣ୍ଟରନାଲ୍ PG କୋଟା ବେନିଫିଟ୍ ଆକୁ କୁହାଯାଏ। ଧର ଗୋଟେ ପିଲା, ଆଉ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ଧର ଗୋଟେ ପିଲା ଏମ୍ସ ଗୋରଖପୁର, ଠିକ୍ ଅଛି, ଏମ୍ସ ଗୋରଖପୁରରେ ସପୋଜ୍ ଗୋଟେ ପିଲା ଉତ୍ତରପ୍ରଦେଶ ଏମ୍ସ ଗୋରଖପୁରରେ ଆଡ଼ମିସନ୍ କଲା। ତା ମାନେ ନୁହେଁ କି ତାକୁ UP ଷ୍ଟେଟ୍ର 50% PG ସିଟ୍ ତା ସେଇ ପିଲାମାନଙ୍କ ପାଇଁ ରିଜର୍ଭେସନ୍ ହେବ ନା। କେବଳ ଏମ୍ସ ଗୋରଖପୁରର, ସେଟାକୁ ଇଣ୍ଟରନାଲ୍ ଯେଉଁ PG କୋଟା ମୁଁ ଯେଉଁଟା କହିଲି, କେବଳ ଏମ୍ସ ଗୋରଖପୁରର ସିଟ୍ ତା ପାଇଁ ରିଜର୍ଭେସନ୍ ରହିବ। ବୁଝିପାରୁଛ ତ? ମାନେ ହାଫ୍ ଅଫ୍ ଦ ସିଟ୍ ସେଇ କଲେଜର MD MS ଯେଉଁ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ରହିଲା, ସେଇ କଲେଜର 50% ସିଟ୍ ରିଜର୍ଭେସନ୍ ରହିବ। ଜଣେ BHUରୁ କଲା, ତେଣୁକରି ସେଣ୍ଟ୍ରାଲ୍ ୟୁନିଭର୍ସିଟିରେ ଆପଣ ଯେତେବେଳେ କରିବେ, ସେଠି ଆପଣଙ୍କୁ ଲାଗିବ ଇଣ୍ଟରନାଲ୍ PG, ମାନେ ସେଇ କଲେଜର ହିଁ 50% ତୁମମାନଙ୍କ ପାଇଁ ରିଜର୍ଭେସନ୍ ରହିବ। କିନ୍ତୁ ସପୋଜ୍ ଗୋଟେ ପିଲା କର୍ଣ୍ଣାଟକାରେ ଗଭର୍ଣ୍ଣମେଣ୍ଟରେ MBBS କଲା, କି ଛତିଶଗଡ଼ରେ କଲା, କି ଆନ୍ଧ୍ରରେ କଲା, ଗଭର୍ଣ୍ଣମେଣ୍ଟ ଏନି ଷ୍ଟେଟ୍ରେ ଯାଇକି ଗଭର୍ଣ୍ଣମେଣ୍ଟ MBBS ଅଲଗା କୌଣସି ଷ୍ଟେଟ୍ରେ ଗୋଟେ କଲା, ସେଇ ଷ୍ଟେଟ୍ର 50% PG ବେନିଫିଟ୍ ତାକୁ ମିଳିବ, ନୋ ଡାଉଟ୍। ବୁଝିଲା? ଆଗରୁ ଥିଲା କି ମାନେ କର୍ଣ୍ଣାଟକର ଗୋଟେ ପିଲା ସପୋଜ୍ ଓଡ଼ିଶାରେ ଆସିକି ପଢ଼ିଲା, ଓଡ଼ିଶାରେ SCBରେ ପଢ଼ିଲା। ଓଡ଼ିଶାରେ SCBରେ ପଢ଼ି ସାରିଲା ପରେ ସିଏ କିନ୍ତୁ କହିଲା ମୋର ତ କର୍ଣ୍ଣାଟକରେ ଡୋମିସାଇଲ୍ ଅଛି, ଡୋମିସାଇଲ୍ କର୍ଣ୍ଣାଟକର, କିନ୍ତୁ NEETରେ MCC କାଉନସିଲିଂ ଥ୍ରୁରେ ଆସିକି ଓଡ଼ିଶାରେ ଜଏନ୍ କରିଯାଇଛି। ତ ସିଏ ଫର୍ ଏକ୍ଜାମ୍ପଲ୍ ସିଏ ଭାବିଲା କି ମୋର ପାସ୍ ଆଉଟ୍ ହେଇଗଲା, ନାଓ ଆଇ ଜଷ୍ଟ ୱାଣ୍ଟ ଟୁ ଡୁ ମାଇ PG বা পোস্ট গ্রাজুয়েট ইন কর্ণাটকা বিকজ অফ দ ডোমিসাইল সার্টিফিকেট। মোর যেহেতু কর্ণাটক সার্টিফিকেট ডোমিসাইল সার্টিফিকেট ଅଛି, ସୋ ଓଡ଼ିଶାରେ ମୁଁ NEET କରିସାରିଲା ପରେ NEET UG ବା NEET UG ଦେଇକି MCC କାଉନସିଲିଂ କରି ଜଏନ୍ କରିଗଲି, ଓଡ଼ିଶାରେ ପାଠପଢ଼ା ସାରିଦେଲି, କର୍ଣ୍ଣାଟକରେ ଯାଇକି 50% PG ରିଜର୍ଭେସନ୍ରେ ଭାଗ ନେଇଯିବି। ତାହେଲେ ନୋ, ଇଏ ବର୍ତ୍ତମାନ ବି ରୁଲ୍ ଚେଞ୍ଜ ହେଇଯାଇଛି। 50%
ସେଇ ପିଲାକୁ ମିଳିବ ଯିଏ କର୍ଣ୍ଣାଟକରେ, ସେଇ କର୍ଣ୍ଣାଟକର ପିଲା ଯଦି କର୍ଣ୍ଣାଟକରେ କରିଥାନ୍ତା ତାହେଲେ 50%ର ରିଜର୍ଭେସନ୍ ତାକୁ ମିଳିଥାନ୍ତା ପିଜି ବେଳେ। ଓଡ଼ିଶା ପିଲା ଯାଇକି କର୍ଣ୍ଣାଟକରେ କରିଛି, କର୍ଣ୍ଣାଟକରୁ MBBS ପାସ୍ ଆଉଟ୍ ହେଇଥିବ ଯଦି ତାହେଲେ ତାକୁ ପିଜିର ବେନିଫିଟ୍ ମିଳିବ। ବୁଝିପାରିଲେ? ସେମିତି ଆମର ଯେଉଁ କିମ୍ସ ରହିଲା, ଯଦି ଆମର କିମ୍ସ ଆଉ ସମରେ ଆପଣ ମାନେ ଇଏ କରିବେ, ଏଠି କୌଣସି ଆପଣ ବେନିଫିଟ୍ ପାଇବେନି। କିନ୍ତୁ କର୍ଣ୍ଣାଟକରେ ଡିମ୍ଡ ମାନେ କିମ୍ସ ଆଉ ସମରେ ଯଦି ଆପଣ କରୁଛନ୍ତି ତାର କୌଣସି ପିଜି ବେନିଫିଟ୍ ପାଇବେ ନାହିଁ। କିନ୍ତୁ ଯଦି ଆପଣ ଟାଟା ମଣିପାଲ କର୍ଣ୍ଣାଟକରେ ଡିମ୍ଡ ୟୁନିଭର୍ସିଟିରେ ଯଦି ବି ଆପଣ ମାନେ ପାସ୍ ଆଉଟ୍ ହେଉଛନ୍ତି, ସେ କର୍ଣ୍ଣାଟକରେ ଡିମ୍ଡ ୟୁନିଭର୍ସିଟିରେ ବି ତୁମମାନଙ୍କୁ ବେନିଫିଟ୍ ମିଳିବ। ଯେମିତି ଆପଣ କହିପାରିବେ କର୍ଣ୍ଣାଟକର ତୁମେ ଗଭର୍ଣ୍ଣମେଣ୍ଟରେ ପଢ଼ କି କର୍ଣ୍ଣାଟକର ପ୍ରାଇଭେଟ୍ରେ ବି ପଢ଼। ଯଦି ଗୋଟେ ପିଲା କର୍ଣ୍ଣାଟକର ପ୍ରାଇଭେଟ୍ରେ ବି ପଢ଼ୁଛି ତାହେଲେ ବି କର୍ଣ୍ଣାଟକର 50% ପିଜି ସିଟ୍ ତା ପାଇଁ ରିଜର୍ଭେସନ୍ ଦେବ। କି ଡିମ୍ଡ ବି ପଢ଼, KMC ମନିପାଲ ପଢ଼ କି KMC ମାଙ୍ଗଲୋର ପଢ଼ କି JSS ମାଇସୋର ପଢ଼ କି KS ହେଗଡ଼େ ପଢ଼ କି ୟୋନୋପେଆ ପଢ଼, ଯେଉଁଠି ବି କର୍ଣ୍ଣାଟକର ପ୍ରାଇଭେଟ୍ ଗଭର୍ଣ୍ଣମେଣ୍ଟ ଯେଉଁଠି। ସେମିତି ଛତିଶଗଡ଼ରେ ତୁମେ ଯଦି ପଢ଼ିବ, ଛତିଶଗଡ଼ର ଗଭର୍ଣ୍ଣମେଣ୍ଟ ହେଉ ପ୍ରାଇଭେଟ୍ ହେଉ, ସେଇ ଷ୍ଟେଟ୍ର 50% ସିଟ୍ ଯଦି ସେଇ ସିଟ୍ ସେଇ ମାନେ ଷ୍ଟେଟ୍ରେ ତୁମେ ପଢ଼ିଲ ତାହେଲେ ତୁମକୁ ରିଜର୍ଭେସନ୍ ମିଳିବ। କିନ୍ତୁ ଏମ୍ସ ହେଉ ସେଣ୍ଟ୍ରାଲ ୟୁନିଭର୍ସିଟି ମାନଙ୍କରେ ତୁମେ ଯଦି ପଢ଼ିଲ, ହଁ ଏମ୍ସରେ ନୋ ଡାଉଟ୍ ତୁମର ସର୍ଭିସ୍ ବଣ୍ଡ ନାହିଁ, କିନ୍ତୁ ଏମ୍ସରେ ପଢ଼ିବ ମାନେ ସେଇ ଏମ୍ସର 50% ରିଜର୍ଭେସନ୍ର ତୁମେ ବେନିଫିଟ୍ ପାଇପାରିବ। ସେ ଏମ୍ସ ଯେଉଁ ଷ୍ଟେଟ୍ରେ ଅଛି ସେ ଷ୍ଟେଟ୍ ସାରାର ଯେଉଁ ପିଜି ସିଟ୍ର ରିଜର୍ଭେସନ୍ ପାଇବ ସେମିତି ନୁହଁ। ବୁଝିହେଲା? ଏଇଟା ମନେ ରହିଲା, ଏ ପଏଣ୍ଟ ଗୁଡ଼ା ନିହାତି ରୂପରେ ଡେଫିନେଟଲି ଆପଣମାନେ ଯେଉଁମାନେ ଟିକେ ଡାଉଟ୍ ହେଉଥିବେ ଏଇଟା ଆପଣ କ୍ଲିଅର୍ ହେଇଯିବେ। ତ କିମ୍ସ ହେରିକାରେ କିନ୍ତୁ କଲା ପରେ ବି ଆପଣ ଆମ ଓଡ଼ିଶାର ପିଜି ର ବେନିଫିଟ୍ ପାଇପାରିବେ ନାହିଁ। ହଁ, ଆପଣ 50% ଯେଉଁ ମାନେ ଯେହେତୁ ଡିମ୍ଡ ୟୁନିଭର୍ସିଟିର କିମ୍ସର ସେମିତି ନାହିଁ ରୁଲ୍ସ। ତାପରେ ଆଉ ଗୋଟେ ପଏଣ୍ଟ କଥା ହେଉଛି, ପିଲାମାନଙ୍କର କ୍ୱେଶ୍ଚିନ୍ ଥାଏ କି ଆମେ ଯେଉଁ ସର୍ଭିସ୍ ବଣ୍ଡ କେଉଁ ଷ୍ଟେଟ୍ରେ ଆମେ ପଢ଼ିଲେ ଆମକୁ କେତେ ବର୍ଷର ସର୍ଭିସ୍ କରିବାର ଅଛି, ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ସର୍ଭିସ୍ ଆଉ ଡିସକଣ୍ଟିନ୍ୟୁ ତ କେହି କରିବେନି। କୌଣସି ଡିମ୍ଡ ୟୁନିଭର୍ସିଟିରେ ତୁମେ ଆଡ଼ମିସନ୍ କରିଦେଇଛ, ସମ୍ ହେଉ କିମ୍ସ ହେଉ, ଯଦି ଡିସକଣ୍ଟିନ୍ୟୁ କରିବ ସବୁ ଯାକ ପେମେଣ୍ଟ ଦେବ। ଡିସକଣ୍ଟିନ୍ୟୁ ତ କେହି କରିବେନି ଡେଫିନେଟଲି, କିନ୍ତୁ ଯେଉଁ ସର୍ଭିସ୍ ବଣ୍ଡଟା ସେଇଟା ହେଉଛି ମୋଷ୍ଟଲି ଇମ୍ପୋର୍ଟାଣ୍ଟ। ଓଡ଼ିଶାରେ ତ ଆପଣ ଜାଣିଛ 2 ବର୍ଷର ସର୍ଭିସ୍ ବଣ୍ଡ କରିବେ, ନହେଲେ 25 ଲକ୍ଷ ଟଙ୍କା ଫାଇନ୍ ଦେବେ। ପଞ୍ଜାବରେ 1 ବର୍ଷ, ରାଜସ୍ଥାନରେ 2 ବର୍ଷ, ତାମିଲନାଡ଼ୁରେ 5 ବର୍ଷ, ତ୍ରିପୁରାରେ 5 ବର୍ଷ, ୟୁପିରେ 2 ବର୍ଷ, ମହାରାଷ୍ଟ୍ରରେ ବର୍ଷେ, ମେଘାଳୟରେ 5 ବର୍ଷ, ଲଦାଖରେ 5 ବର୍ଷ। ଏମ୍ସର ତ ଆପଣ ଜାଣିଛନ୍ତି କୌଣସି ସର୍ଭିସ୍ ବଣ୍ଡ ନାହିଁ। ଏମ୍ସ ହେଉ କି BH ହେଉ କି ଆର୍ମ ଫୋର୍ସ ମେଡ଼ିକାଲ କଲେଜ ହେଉ, କିଛି ନାହିଁ। ଆନ୍ଧ୍ରପ୍ରଦେଶରେ ବି କିଛି ସର୍ଭିସ୍ ବଣ୍ଡ ନାହିଁ। ଛତିଶଗଡ଼ରେ 2 ବର୍ଷ ସର୍ଭିସ୍ ବଣ୍ଡ, ଗୋଆରେ ବର୍ଷେ, ଗୁଜୁରାଟରେ ବର୍ଷେ, ଦାଦରା ନଗର ହାଭେଲିରେ 2 ବର୍ଷ, କର୍ଣ୍ଣାଟକରେ ଗଭର୍ଣ୍ଣମେଣ୍ଟରେ ପଢ଼ କି ପ୍ରାଇଭେଟ୍ ପଢ଼ 1 ଇୟର୍ କମ୍ପଲସରି ବଣ୍ଡ ହେଲା। ଚାଲ, ଇଏ ରହିଲା ଆପଣଙ୍କର ଗୋଟେ ପିଜି ପାଇଁ ଗୋଟେ ଯାହା ନର୍ମାଲ୍ ଗୋଟେ ଆଇଡ଼ିଆ। ଆଇ ହୋପ୍ ଆପଣଙ୍କୁ ନିହାତି ରୂପରେ କିଛି ତ ଆଇଡ଼ିଆ ପଳେଇ ଆସିଥିବ। ତ ଏଇଠି ଆମେ ଭିଡ଼ିଓକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ, ଧନ୍ୟବାଦ।